ଆଜି ଆମେ ଦେଖିବା ୱିକ୍ ଡେ ବୁଝିଲ ନା। ୱିକ୍ ଡେ ଆମେ କେମିତି ବାହାର କରିବା ଦେଖ। କିଛି ଏକ୍ସାମ୍ପଲ ନେଇଯାଇଛି, କିଛି ଆମେ ଗୋଟେ ସପ୍ତାହ ଆମେ କଣ ନେଇଯାଇଛେ, କିଛି ଡେଟ୍ ନେଇଛେ। ତ ସେ ଡେଟ୍ ରେ ଆମେ କିଛି ୱିକ୍ ଡେ ବାହାର କରିବା। ଫର ଏକ୍ସାମ୍ପଲ ଆମର କିଛି ୱିକ୍ ଡେ ରହୁଛି କଣ, ସଣ୍ଡେ ରୁ ସଟରଡେ। ଏଇଟା ହଉଛି ଆମର କଣ ନର୍ମାଲ ୱିକ୍ ଡେ ଟା ବୁଝିଲ ନା। ତ ଦେଖ ସଣ୍ଡେ ରୁ ସଟରଡେ ମନେକର 1 2 3 ଲେଖିଲ। ଏବେ ଆମେ ଯଦି ୱିକ୍ ଡେ ବାହାର କରିବା, ଦେଖ ଏଇଠି ଇକ୍ୱାଲ ଦବ। ଇକ୍ୱାଲ ଦେଲା ପରେ ଆମେ ଲେଖିବା ୱିକ୍ ଡେ। ହେଲା ୱିକ୍ ଡେ ଆସିଲା, ଟ୍ୟାବ ପ୍ରେସ୍ କରିଦବ। ଟ୍ୟାବ ପ୍ରେସ୍ କଲା ପରେ ଆମେ ଡେଟ୍ କୁ ଏଇଠି ସିଲେକ୍ଟ କରିବା। ହେଲା ଡେଟ୍ କୁ ସିଲେକ୍ଟ କଲା ପରେ ଶିଫ୍ଟ ପ୍ରେସ୍ କରି ଆମେ କ୍ଲୋଜ ବ୍ରାକେଟ ଦେଇକି ଆମେ ଏଣ୍ଟର ପ୍ରେସ୍ କରିଦବା। ଏଇଟା ଆସିଲା 1। ହେଲା ଆସିଗଲା ପରେ ଆମେ ତାକୁ କଣ କରିବା, ଡ୍ରାଗ କରିଦବା, ଦେନ୍ କ୍ଲିକ୍ କରିବ। ଆସିଲା ଦେଖ ଏଇଠି ଆମେ ଜାଣୁଛେ ଯଦି ଆମେ 7 ତାରିଖ ଯଦି 1 ଆସିଲା, 1 ଆମ କଣ ପଡୁଛି, 1 ଆସିଲା କଣ ହଉଛି ସଣ୍ଡେ ପଡୁଛି। 2 କେତେ ତାରିଖ ପଡୁଛି ଆମର ମଣ୍ଡେ। ଏଇଟା ହଉଛି ଆମର କଣ ନର୍ମାଲ ୱିକ୍ ଡେ। ଏଇଟା ଗୋଟେ ଗୋଟେ କମ୍ପାନୀରେ କଣ ହୁଏ ନା, ମାନେ ୱିକ୍ ଡେ ଟା କଣ ହଉଛି ଅଲଗା ଅଲଗା ଥାଏ। ଆମର ଏଇଟା ନର୍ମାଲ ହଉଛି ସଣ୍ଡେ ରୁ ଥର୍ସଡେ ଅଛି ବୁଝେ। ସଣ୍ଡେ ରୁ ଆମର କଣ ହଉଛି ସାଟରଡେ ଅଛି। ସେମିତି ଯଦି ଆମେ କହୁଛୁ ଅଲଗା କିଛି କମ୍ପାନୀରେ ଆମର ୱିକ୍ ଡେ ଥାଏ, ମନେକର ୱେଡନେସଡେ ରୁ ଟ୍ୟୁଜଡେ ପର୍ଯ୍ୟନ୍ତ। ଦେଖିବା ଆମେ ସେଟା ଆସିବ କେମିତି। ହେଲା ଏଇଟା ଗୋଟେ ଆମେ ୱିକ୍ ଡେ ନେଇଗଲେ ଆମେ କଣ ୱେଡନେସଡେ ରୁ ଟ୍ୟୁଜଡେ ବୁଝିଲ ନା ନାଇଁ। ହେଲା ଏଇଟା ଗୋଟେ ଫର ଏକ୍ସାମ୍ପଲ ତମେ ଭାବ ଏଇଟା ହଉଛି ୱିକ୍ ଡେ ଟା ହଉଛି ଗୋଟେ, ସେ କଣ ସେ ଗୋଟେ କମ୍ପାନୀର ୱିକ୍ ଡେ ଟା ବୁଝିଲ ନା ନାଇଁ। ଆମେ ନେଇଛେ ୱେଡନେସଡେ ରୁ କଣ ଟ୍ୟୁଜଡେ ନେଇଛେ। ତ ଏଇ ୱିକ୍ ଟା ଆମେ କେମିତି ବାହାର କରିବା ଦେଖ। ତ ସେ ୱିକ୍ ଡେ ବାହାର କରିବା ପାଇଁ ପ୍ରଥମେ ଇକ୍ୱାଲ ଦେବା, ଟାଇପ କରିବା ୱିକ୍। ହେଲା ୱିକ୍ ଡେ ଟ୍ୟାବ ପ୍ରେସ୍ କଲ। ଟ୍ୟାବ ପ୍ରେସ୍ କଲା ପରେ ଏଇଠି ଅଛି ଆମେ କଣ ଡେଟ୍ କୁ ସିଲେକ୍ଟ କରିବା। ଡେଟ୍ କୁ ସିଲେକ୍ଟ ପରେ କମା ଦବା। କମା ଦେଲା ପରେ ଏଇଠି ଆମେ ନେଇଛେ କଣ ୱେଡନେସଡେ ରୁ ଟ୍ୟୁଜଡେ। ଆମେ ଦେଖିବା ୱେଡନେସଡେ ରୁ ଟ୍ୟୁଜଡେ କୋଉଠି ଅଛି ଆମ ଏଇଠି ଦେଖ। ୱେଡନେସଡେ ରୁ ଟ୍ୟୁଜଡେ 30 ନମ୍ବର ଅଛି। ଏଇଠି ଆମେ କ୍ଲିକ୍ କରିଦବା। କ୍ଲିକ୍ କଲା ପରେ ଏଇଠି ଶିଫ୍ଟ ପ୍ରେସ୍ କରି କ୍ଲୋଜ ବ୍ରାକେଟ ଦେନ୍ ଏଣ୍ଟର ପ୍ରେସ୍ କରିଦବା। ଆସିଲା ନମ୍ବରଟା। ଏଠି ଦେଖ এই ନମ୍ବରଟା ଆସିଲା ପରେ ଆମେ ଏଇଟା କଣ ଡ୍ରାଗ କରିଦବା, କ୍ଲିକ୍ କରିଦବା। ଏବେ ଦେଖ ଏଇ ମନେକର 7 ତାରିଖରେ ଅଛି। 7 ତାରିଖରେ ଆମେ କେତେ ନମ୍ବର ବାହାରିଲା ଆମର 5 ନମ୍ବର ବାହାରିଲା। 5 ବାହାରିଲା। ଏପଟେ ଦେଖ ଆମେ ଯୋଉ ନେଇଛେ କମ୍ପାନୀ ନାଁ ଟା ହେଲା, ଏପଟେ ଦେଖ 5 ନମ୍ବର ଆମେ କଣ ରହୁଛି, 5 ନମ୍ବର ଆମେ କଣ ରହୁଛି ସଣ୍ଡେ। ଜାଣିପାରିଲ ନା ନାଇଁ। ଆଉ ଯୋଉ 5 ନମ୍ବରଟା ଆସିଥିଲା ସେ କଣ ହଉଛି ଆମର ସଣ୍ଡେ। ତ 7 ତାରିଖ ଆମର ସଣ୍ଡେ ଥିଲା ନା ନାଇଁ, ସଣ୍ଡେ ଥିଲା। ସେମିତି ମନେକର 8 ତାରିଖ ଦେଖ, 8 ତାରିଖ କଣ ଅଛି 6 ଅଛି। 8 ତାରିଖ କଣ ଅଛି 6 ନମ୍ବର ଅଛି। 6 କୋଉ ବାର ଅଛି ମଣ୍ଡେ। ବୁଝିଲ ନା। ତ ଏଇଠି ଆମେ ଏଇ ପ୍ରକାର ଆମେ କଣ କରିପାରିବା ୱିକ୍ ଡେ କୁ ଆମେ ବାହାର କରିପାରିବା।